ଆଜିର ଆମର ବିଷୟ ହେଉଛି ଆର୍ଯ୍ୟ ଓ ତାମିଲ। ପ୍ରବୁଦ୍ଧ ଭାରତ ପତ୍ରିକାରେ ଲିଖିତ ଇଂରାଜୀ ପ୍ରବନ୍ଧର ଅନୁବାଦ। ସତକଥା, ଏଇଟି ଗୋଟିଏ ନୃତାତ୍ତ୍ୱିକ ସଂଗ୍ରହଶାଳା। ହୁଏତ ସମ୍ପ୍ରତି ଆବିଷ୍କୃତ ସୁମାତ୍ରାର ଅର୍ଦ୍ଧବାନରର କଙ୍କାଳଟି ମଧ୍ୟ ଏଠାରେ ମିଳିବ। ଡଲମେନମାନଙ୍କର ମଧ୍ୟ ଅଭାବ ନାହିଁ। ଝକମକି ପଥରର ଅସ୍ତ୍ରଶସ୍ତ୍ର ମଧ୍ୟ ଯେକୌଣସି ସ୍ଥାନରେ ମାଟି ଖୋଳିଲେ ପ୍ରଚୁର ପରିମାଣରେ ମିଳିବ। ହ୍ରଦ ଅଧିବାସୀଗଣ, ଅନ୍ତତଃ ନଦୀ ତୀରବାସୀଗଣ ନିଶ୍ଚୟ ଏକ ସମୟରେ ସଂଖ୍ୟାରେ ପ୍ରଚୁର ଥିଲେ। ଗୁହାବାସୀ ଏବଂ ପତ୍ରଶଯ୍ୟା ପରିହିତ ମନୁଷ୍ୟ ଆଜି ମଧ୍ୟ ବିଦ୍ୟମାନ। ବନବାସୀ ଆଦିମ ମୃଗୟା ଜୀବୀମାନଙ୍କୁ ଆଜି ମଧ୍ୟ ଏ ଦେଶର ନାନା ଅଞ୍ଚଳରେ ଦେଖିବାକୁ ମିଳେ। ତାହା ଛଡ଼ା ନେଗ୍ରିଟ, କଲାରୀୟ, ଦ୍ରାବିଡ଼ ଏବଂ ଆର୍ଯ୍ୟ ପ୍ରଭୃତି ଐତିହାସିକ ଯୁଗର ନୃତାତ୍ତ୍ୱିକ ବୈଚିତ୍ର୍ୟ ମଧ୍ୟ ଉପସ୍ଥିତ। ଏମାନଙ୍କ ସହିତ ମଝିରେ ମଝିରେ ତାତାର, ମଙ୍ଗଲ ବଂଶ ସମ୍ଭୂତ ଓ ଭାଷାତାତ୍ତ୍ୱିକମାନଙ୍କର ତଥାକଥିତ ଆର୍ଯ୍ୟମାନଙ୍କର ନାନା ପ୍ରଶାଖା ଉପଶାଖା ଆସି ମିଳିତ ହୋଇଛନ୍ତି। ପାରସିକ, ଗ୍ରୀକ୍, ୟୁଙ୍ଗ୍ଚି, ହୁନ୍, ଚୀନ୍, ସିଥିଆନ୍ ଏପରି ଅସଂଖ୍ୟ ଜାତି ମିଳିମିଶି ଏକ ହୋଇଯାଇଛନ୍ତି। ଇହୁଦୀ, ପାରସିକ, ଆରବ, ମଙ୍ଗୋଲୀୟ ଠାରୁ ଆରମ୍ଭ କରି ସ୍କାଣ୍ଡିନେଭୀୟ ଜଳଦସ୍ୟୁ ଓ ଜର୍ମାନ ବନଚାରୀ ଦସ୍ୟୁଜଳ ଅବଧି ଯେଉଁମାନେ ଆଜି ମଧ୍ୟ ଏକାତ୍ମା ହୋଇନାହାନ୍ତି, ଏହିସବୁ ବିଭିନ୍ନ ଜାତିର ତରଙ୍ଗାୟିତ ବିପୁଳ ମାନବ ସମୁଦ୍ର ୟୁଦ୍ଧମାନ, ସ୍ପନ୍ଦମାନ, ଚେତନାୟମାନ, ନିରନ୍ତର ପରିବର୍ତ୍ତନଶୀଳ, ଊର୍ଦ୍ଧ୍ୱକୁ ଉତ୍କ୍ଷିପ୍ତ ହୋଇ ଖେଳେଇ ହୋଇପଡ଼ି କ୍ଷୁଦ୍ରତର ଜାତିଗୁଡ଼ିକୁ ଆତ୍ମସାତ କରି ପୁଣି ଶାନ୍ତ ହୋଇଅଛି। ଏହା ହିଁ ଭାରତବର୍ଷର ଇତିହାସ। ପ୍ରକୃତିର ଏହି ଉନ୍ମାଦନା ସ୍ରୋତ ମଧ୍ୟରେ ଅନ୍ୟତମ ଏକ ପ୍ରତିଯୋଗୀ ଜାତି ଗୋଟିଏ ପନ୍ଥା ଉଦ୍ଭାବନ କରି ନିଜର ଉନ୍ନତତର ସଂସ୍କୃତି ସାହାଯ୍ୟରେ ଭାରତର ଅଧିକାଂଶ ଜନଗଣଙ୍କୁ ଆୟତ୍ତରେ ଆଣିବାକୁ ସମର୍ଥ ହେଲା। ଏହି ଉନ୍ନତ ଜାତି ନିଜକୁ ଆର୍ଯ୍ୟ ବୋଲି କହନ୍ତି ଏବଂ ସେମାନଙ୍କର ପନ୍ଥା ଥିଲା ବର୍ଣ୍ଣାଶ୍ରମାଚାର, ତଥାକଥିତ ଜାତିଭେଦ ପ୍ରଥା। ଆର୍ଯ୍ୟ ଜାତିର ଜନସାଧାରଣ ଅବଶ୍ୟ ଜ୍ଞାତସାରରେ ବା ଅଜ୍ଞାତସାରରେ ଅନେକ ଗୁଡ଼ିଏ ସୁବିଧା ନିଜ ନିଜ ହାତରେ ରଖିଦେଇଥିଲେ। ତଥାପି ଜାତିଭେଦ ପ୍ରଥା ଚିରଦିନ ଖୁବ୍ ନମନୀୟ ଥିଲା। ମଝିରେ ମଝିରେ ନିମ୍ନ ସ୍ତରର ଜାତିଗୁଡ଼ିକର ସାଂସ୍କୃତିକ ଉନ୍ନୟନ ପାଇଁ ଏହା ଟିକିଏ ଅତିରିକ୍ତ ଭାବରେ ନତ ହୋଇ ପଡ଼ୁଥିଲା। ଧନ ସମ୍ପଦ ବା ତରବାରୀ ଦ୍ୱାରା ନୁହେଁ, ଆଧ୍ୟାତ୍ମିକତା ଦ୍ୱାରା ନିୟନ୍ତ୍ରିତ ଓ ଶୋଧିତ ବୁଦ୍ଧି ଦ୍ୱାରା ହିଁ ଏହି ଆର୍ଯ୍ୟ ଜାତି ଅନ୍ତତଃ ତତ୍ତ୍ୱଗତ ଭାବରେ ସମଗ୍ର ଭାରତବର୍ଷକୁ ଚାଳିତ କରିଥିଲେ। ଭାରତର ପ୍ରଧାନ ଜାତି ଆର୍ଯ୍ୟମାନଙ୍କର ଶ୍ରେଷ୍ଠ ବର୍ଣ୍ଣ ବ୍ରାହ୍ମଣ। ଅନ୍ୟାନ୍ୟ ଦେଶର ସାମାଜିକ ପଦ୍ଧତିଠାରୁ ଆପାତତଃ ପୃଥକ୍ ମନେହେଲେ ମଧ୍ୟ ଗଭୀର ଭାବରେ ପର୍ଯ୍ୟବେକ୍ଷଣ କଲେ ଆର୍ଯ୍ୟମାନଙ୍କର ଜାତି ବିଭାଗ ପ୍ରଥା ଦୁଇଟି କ୍ଷେତ୍ର ଛଡ଼ା ଖୁବ୍ ପୃଥକ୍ ବୋଲି ମନେ ହେବ ନାହିଁ। ପ୍ରଥମତଃ, ଅନ୍ୟ ସବୁ ଦେଶରେ ଶ୍ରେଷ୍ଠ ସମ୍ମାନ ଲାଭ କରନ୍ତି ଅସ୍ତ୍ରଧାରୀ କ୍ଷତ୍ରିୟମାନେ। ରାଇନ୍ ନଦୀ ତୀରବର୍ତ୍ତୀ କୌଣସି ଅଭିଜାତ ବଂଶୀୟ ଦସ୍ୟୁକୁ ନିଜର ପୂର୍ବପୁରୁଷ ରୂପେ ଆବିଷ୍କାର କରିପାରିଲେ ରୋମର ପୋପ୍ ଖୁବ୍ ଖୁସି ହେବେ। ଭାରତବର୍ଷରେ ସର୍ବୋଚ୍ଚ ସମ୍ମାନ ଲାଭ କରନ୍ତି ପ୍ରଶାନ୍ତଚିତ୍ତ ପୁରୁଷଗଣ, ଶ୍ରମଣ, ବ୍ରାହ୍ମଣ, ସାଧକ ଓ ମହାପୁରୁଷମାନେ। ଭାରତର ଶ୍ରେଷ୍ଠ ନରପତି ଅତୀତର କୌଣସି ଅରଣ୍ୟଚାରୀ, ସଂସାର ବିରାଗୀ, ସର୍ବସ୍ୱତ୍ୟାଗୀ, ଭିକ୍ଷାନ୍ନଜୀବୀ, ଇହକାଳ ଓ ପରକାଳର ତତ୍ତ୍ୱ ଆଲୋଚନାରେ ଜୀବନ ଅତିବାହନକାରୀ ଋଷିଙ୍କୁ ପୂର୍ବପୁରୁଷ ବୋଲି କହିପାରିଲେ ଆନନ୍ଦିତ ହେବେ। ଦ୍ୱିତୀୟତଃ, ମାତ୍ରାଗତ ପାର୍ଥକ୍ୟ। ଅନ୍ୟ ସବୁ ଦେଶରେ ଜାତି ନିର୍ଦ୍ଧାରଣର ଏକକ ମାତ୍ରା ହିସାବରେ ଜଣେ ନର ବା ନାରୀ ଯଥେଷ୍ଟ। ଧନ, କ୍ଷମତା, ବୁଦ୍ଧି ବା ସୌନ୍ଦର୍ଯ୍ୟ ଦ୍ୱାରା ଯେ କେହି ନିଜର ଜନ୍ମଗତ ଜାତିର ଊର୍ଦ୍ଧ୍ୱକୁ ଯେକୌଣସି ସ୍ତରକୁ ଆରୋହଣ କରିପାରେ। ଭାରତବର୍ଷରେ ସମଗ୍ର ଗୋଷ୍ଠୀ ହିଁ ଜାତି ନିର୍ଦ୍ଧାରଣ କ୍ଷେତ୍ରରେ
ଏକକ ରୂପରେ ଗୃହୀତ। ଏଠାରେ ମଧ୍ୟ ନିମ୍ନ ଜାତିରୁ ଉଚ୍ଚତର ବା ଉଚ୍ଚତମ ଜାତିକୁ ଉନ୍ନୀତ ହୋଇପାରିବା ସମ୍ଭବ। ତେବେ ଏହି ପରାର୍ଥବାଦର ଜନ୍ମଭୂମିରେ ନିଜ ଜାତିର ସମସ୍ତଙ୍କୁ ନେଇ ଏକତ୍ର ଉନ୍ନତ ହେବାକୁ ପଡ଼ିବ। ଭାରତବର୍ଷରେ ବ୍ୟକ୍ତିଗତ ଐଶ୍ୱର୍ଯ୍ୟ, କ୍ଷମତା ବା ଅନ୍ୟ କୌଣସି ଗୁଣ ଦ୍ୱାରା ନିଜ ଗୋଷ୍ଠୀର ଲୋକଙ୍କୁ ପଛରେ ପକାଇ ଦେଇ ତୁମେ ଉନ୍ନତ ଜାତିର ଲୋକଙ୍କ ସଙ୍ଗେ ସମାନ ଜାତି ଦାବି କରିପାରିବ ନାହିଁ। ଯେଉଁମାନେ ତୁମର ଉନ୍ନତିରେ ସହାୟତା କରିଛନ୍ତି ସେମାନଙ୍କୁ ବଞ୍ଚିତ କରି ଘୃଣା କରିପାରିବା ନାହିଁ। ଯଦି କେହି ଉଚ୍ଚତର ଜାତିକୁ ଉନ୍ନୀତ ହେବାକୁ ଚାହାନ୍ତି ତେବେ ତାଙ୍କର ସ୍ୱଜାତିକୁ ମଧ୍ୟ ଉନ୍ନତ କରିବାକୁ ହେବ। ତାହେଲେ ଆଉ କେହି ବାଧା ଦେଇପାରିବେ ନାହିଁ। ଏହା ହିଁ ଭାରତୀୟ ଆତ୍ମୀକରଣ ପଦ୍ଧତି। ସୁଦୂର ଅତୀତରୁ ଏହି ପ୍ରଚେଷ୍ଟା ଚାଲି ଆସୁଛି। ଅନ୍ୟ ଯେକୌଣସି ଦେଶ ଅପେକ୍ଷା ଭାରତବର୍ଷ ପକ୍ଷରେ ଏକଥା ଆହୁରି ବେଶୀ ଖାଟେ ଯେ ଆର୍ଯ୍ୟ ଦ୍ରାବିଡ଼ ଏହି ବିଭାଗ କେବଳ ଭାଷାତାତ୍ତ୍ୱିକ ବିଭାଗ ମାତ୍ର, କରଟି ତତ୍ତ୍ୱଗତ ବିଭାଗ ନୁହେଁ। ସେହି ଧରଣର ବିଭାଗ ପକ୍ଷରେ କୌଣସି ଦୃଢ଼ ଯୁକ୍ତି ନାହିଁ। ବ୍ରାହ୍ମଣ, କ୍ଷତ୍ରିୟ ନାମମାନଙ୍କର କ୍ଷେତ୍ରରେ ମଧ୍ୟ ଏହିପରି। ଏମାନେ କେବଳ ଗୋଟିଏ ଗୋଷ୍ଠୀର ମର୍ଯ୍ୟାଦା ସୂଚକ ଏବଂ ଗୋଷ୍ଠୀ ସର୍ବଦା ପରିବର୍ତ୍ତନଶୀଳ। ଏପରିକି ପରିବର୍ତ୍ତନର ଶେଷ ପର୍ଯ୍ୟାୟରେ ଉପନୀତ ହୋଇ ଯେତେବେଳେ ବିବାହ ନିଷେଧ ଆଦି ମଧ୍ୟରେ ଅନ୍ୟ ସବୁ ପ୍ରଚେଷ୍ଟା ସୀମାବଦ୍ଧ ହୋଇଆସୁଛି ସେତେବେଳେ ମଧ୍ୟ ନିମ୍ନତର ଜାତି ବା ବିଦେଶରୁ ଆଗତ ଲୋକମାନଙ୍କୁ ନିଜ ମଧ୍ୟରେ ଗ୍ରହଣ କରି ଏହି ଗୋଷ୍ଠୀଗୁଡ଼ିକ ପ୍ରସାରିତ ହେଉଛନ୍ତି। ଯେଉଁ ବର୍ଣ୍ଣ ହାତରେ ତରବାରୀ ରହିଛି ସେହି ବର୍ଣ୍ଣ ହିଁ କ୍ଷତ୍ରିୟ ହୋଇ ଛିଡ଼ା ହୁଏ। ଯେଉଁମାନେ ବିଦ୍ୟା ଚର୍ଚ୍ଚା କରନ୍ତି ସେହିମାନେ ହିଁ ବ୍ରାହ୍ମଣ। ଧନ ସମ୍ପଦ ଯେଉଁମାନଙ୍କ ହାତରେ ସେହିମାନେ ହିଁ ବୈଶ୍ୟ। ଯେଉଁ ଗୋଷ୍ଠୀ ନିଜର ଅଭୀଷ୍ଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଅଛି ସ୍ୱାଭାବିକ ଭାବରେ ସେହି ଗୋଷ୍ଠୀ ନବାଗତମାନଙ୍କ ନିକଟରୁ ନାନା ଉପବିଭାଗ ଦ୍ୱାରା ନିଜକୁ ପୃଥକ୍ କରି ରଖେ, କିନ୍ତୁ ଶେଷରେ ମିଳିମିଶି ଏକ ହୋଇଯାଏ। ଆମମାନଙ୍କ ଆଖି ଆଗରେ ଭାରତର ସର୍ବତ୍ର ଏହିପରି ଘଟୁଛି। ସ୍ୱାଭାବିକ ଭାବରେ ଯେଉଁ ଗୋଷ୍ଠୀ ନିଜ ନିଜର ଉନ୍ନତି କରିଛନ୍ତି ସେମାନେ ନିଜ ପାଇଁ ସବୁ ସୁବିଧା ସଂରକ୍ଷିତ କରି ରଖିବାକୁ ଚାହାନ୍ତି। ସୁତରାଂ ଉଚ୍ଚ ବର୍ଣ୍ଣମାନେ ବିଶେଷତଃ ବ୍ରାହ୍ମଣମାନେ ଯେତେବେଳେ ସମ୍ଭବ ହୋଇଅଛି ରାଜାଙ୍କ ସାହାଯ୍ୟରେ ଏବଂ ପ୍ରୟୋଜନ ହେଲେ ଅସ୍ତ୍ର ଦ୍ୱାରା ମଧ୍ୟ ନିମ୍ନ ବର୍ଣ୍ଣର ଲୋକମାନଙ୍କର ଉଚ୍ଚ ଆଶା ଦମନ କରିବା ପାଇଁ ଚେଷ୍ଟା କରିଛନ୍ତି। କିନ୍ତୁ ପ୍ରଶ୍ନ ହେଉଛି ସେମାନେ କ'ଣ ସଫଳ କାମ ହୋଇଥିଲେ? ନିଜ ନିଜର ପୁରାଣ ଓ ଉପପୁରାଣ ଗୁଡ଼ିକୁ ଯତ୍ନ ସହ ଲକ୍ଷ୍ୟ କର। ବିଶେଷତଃ ବୃହତ୍ ପୁରାଣମାନଙ୍କର ସ୍ଥାନୀୟ ସଂସ୍କରଣମାନଙ୍କ ପ୍ରତି ଦୃଷ୍ଟି ଦିଅ। ଦୃଷ୍ଟି ସମ୍ମୁଖରେ ଓ ଚତୁର୍ଦିଗରେ ଯାହା ଯାହା ଘଟିଯାଉଛି ସେଗୁଡ଼ିକୁ ଭଲ କରି ଲକ୍ଷ୍ୟ କର, ଉତ୍ତର ପାଇବ। ଆମମାନଙ୍କର ବିଭିନ୍ନ ବର୍ଣ୍ଣ ବିଭାଗ ଏବଂ ନାନା ଉପବିଭାଗ ମଧ୍ୟରେ ବର୍ତ୍ତମାନ ବିବାହ ପ୍ରଥାକୁ ସୀମାବଦ୍ଧ ରଖିବା ଯଦିଓ ଏ ରୀତି ସର୍ବତ୍ର ପାଳିତ ହୁଏ ନାହିଁ, ଏହା ସତ୍ତ୍ୱେ ବି ଆମେମାନେ ପୂରାପୂରି ମିଶ୍ରିତ ଜାତି। ଭାଷାତାତ୍ତ୍ୱିକମାନଙ୍କର ଆର୍ଯ୍ୟ ଓ ତାମିଲ ଏହି ଶବ୍ଦ ଦୁଇଟିରେ ନିହିତ ତାତ୍ପର୍ଯ୍ୟ ଯାହା ହେଉନା କାହିଁକି, ଏପରିକି ଯଦି ଧରି ନିଆଯାଏ ଯେ ଭାରତୀୟମାନଙ୍କର ଏହି ଦୁଇ ବିଶିଷ୍ଟ ଶାଖା ଭାରତବର୍ଷର ପଶ୍ଚିମ ସୀମାନ୍ତ ପାରିରୁ ଆସିଥିଲା, ତଥାପି ଅତି ପ୍ରାଚୀନ କାଳରୁ ଏହି ବିଭାଗ ଭାଷାତତ୍ତ୍ୱଗତ, ରକ୍ତଗତ ନୁହେଁ। ବେଦରେ ଦସ୍ୟୁମାନଙ୍କର କୁତ୍ସିତ ଆକୃତି ସମ୍ବନ୍ଧରେ ଯେଉଁ ସବୁ ବିଶେଷଣ ପ୍ରୟୋଗ କରାହୋଇଅଛି ସେଗୁଡ଼ିକର କୌଣସିଟି ମହାନ ତାମିଲ ଭାଷୀମାନଙ୍କ ସମ୍ବନ୍ଧରେ ପ୍ରଯୋଜ୍ୟ ନୁହେଁ। ବସ୍ତୁତଃ ଆର୍ଯ୍ୟ ଓ ତାମିଲମାନଙ୍କ ମଧ୍ୟରେ କେଉଁମାନଙ୍କର ଦୈହିକ ସୌନ୍ଦର୍ଯ୍ୟ ବେଶୀ ଏ ସମ୍ବନ୍ଧରେ ଯଦି କୌଣସି ପ୍ରତିଯୋଗିତା ହୁଏ ତେବେ ଏହାର ଫଳାଫଳ ସମ୍ବନ୍ଧରେ କୌଣସି ବୁଦ୍ଧିମାନ ବ୍ୟକ୍ତି ଭବିଷ୍ୟତବାଣୀ କରିବାକୁ ସାହସୀ ହେବେ ନାହିଁ। ବର୍ଣ୍ଣ ବିଶେଷର ଉତ୍ପତ୍ତି ସମ୍ବନ୍ଧରେ ଦାମ୍ଭିକ ମତବାଦ ଅସାର କଳ୍ପନା ମାତ୍ର। ଦୁଃଖର ସହିତ କହିବାକୁ ହୁଏ ଏ ମତବାଦ ଦାକ୍ଷିଣାତ୍ୟ ଭଳି ଅନ୍ୟ କେଉଁଠି ଏତେ ବେଶୀ ସାଫଲ୍ୟ ଲାଭ କରିନାହିଁ। ବ୍ରାହ୍ମଣ ଓ ଅନ୍ୟାନ୍ୟ ବର୍ଣ୍ଣର
ଉତ୍ପତ୍ତିର ଇତିହାସ ନେଇ ଆମେମାନେ ଯେପରି ପୁଙ୍ଖାନୁପୁଙ୍ଖ ଆଲୋଚନା କରିନାହୁଁ, ସେହିପରି ଇଚ୍ଛା କରି ମଧ୍ୟ ଆମେମାନେ ଦାକ୍ଷିଣାତ୍ୟର ଏହି ସାମାଜିକ ଅତ୍ୟାଚାର କଥା ବେଶୀ ଆଲୋଚନା କରିବୁ ନାହିଁ। ମାଡ୍ରାସ ପ୍ରଦେଶରେ ବ୍ରାହ୍ମଣ ଓ ଅବ୍ରାହ୍ମଣମାନଙ୍କ ମଧ୍ୟରେ ଯେଉଁ ଉତ୍ତେଜନା ବିଦ୍ୟମାନ ତାହା ହିଁ ଉଲ୍ଲେଖ କଲେ ଯଥେଷ୍ଟ ହେବ। ଆମେମାନେ ବିଶ୍ୱାସ କରୁ ଯେ ଭାରତବର୍ଷର ବର୍ଣ୍ଣାଶ୍ରମ ଧର୍ମ ମାନବ ଜାତିକୁ ପ୍ରଦତ୍ତ ଈଶ୍ୱରଙ୍କର ଶ୍ରେଷ୍ଠ ସମ୍ପଦ ସମୂହର ଅନ୍ୟତମ। ଆମେମାନେ ଏହା ମଧ୍ୟ ବିଶ୍ୱାସ କରୁ ଯେ ଅନିବାର୍ଯ୍ୟ ତ୍ରୁଟି ବିଚ୍ୟୁତି ବୈଦେଶିକ ଅତ୍ୟାଚାର ସର୍ବାଗ୍ରେ ବ୍ରାହ୍ମଣ ନାମର ଅଯୋଗ୍ୟ କିଛି ସଂଖ୍ୟକ ବ୍ରାହ୍ମଣର ପର୍ବତ ପ୍ରମାଣ ଅଜ୍ଞତା ଓ ଦମ୍ଭ ଦ୍ୱାରା ବର୍ଣ୍ଣାଶ୍ରମ ଧର୍ମର ସ୍ୱାଭାବିକ ସୁଫଳ ଲାଭ ବ୍ୟାହତ ହେଲେ ମଧ୍ୟ ଏହି ବର୍ଣ୍ଣାଶ୍ରମ ଧର୍ମ ଭାରତରେ ଆଶ୍ଚର୍ଯ୍ୟ କୀର୍ତ୍ତି ସ୍ଥାପନ କରିଅଛି ଏବଂ ଭବିଷ୍ୟତରେ ମଧ୍ୟ ଭାରତବାସୀଙ୍କୁ ପରମ ଲକ୍ଷ୍ୟର ଅଭିମୁଖେ ପରିଚାଳିତ କରିବ। ଭାରତର ଆଦର୍ଶ ପବିତ୍ର ସ୍ୱରୂପ ଭଗବତ କଳ୍ପ ବ୍ରାହ୍ମଣମାନଙ୍କର ଗୋଟିଏ ଜଗତ ସୃଷ୍ଟି। ମହାଭାରତ ମତରେ ପୂର୍ବେ ଏହିପରି ଥିଲା, ଭବିଷ୍ୟତରେ ମଧ୍ୟ ଏହିପରି ହେବ। ଦାକ୍ଷିଣାତ୍ୟର ବ୍ରାହ୍ମଣମାନଙ୍କ ପ୍ରତି ଆମେମାନେ ସ୍ୱନିର୍ବନ୍ଧ ଅନୁରୋଧ ଜଣାଉଛୁ, ସେମାନେ ଯେପରି ଭାରତବର୍ଷର ଏହି ଆଦର୍ଶକୁ ଭୁଲି ନ ଯାଆନ୍ତି, ମନେ ରଖନ୍ତି। ଯିଏ ନିଜକୁ ବ୍ରାହ୍ମଣ ବୋଲି ଦାବି କରନ୍ତି, ସେ ନିଜେ ସେହି ପବିତ୍ରତା ଦ୍ୱାରା ଏବଂ ଅନ୍ୟକୁ ମଧ୍ୟ ଅନୁରୂପ ପବିତ୍ର କରି ନିଜର ଦାବି ପ୍ରମାଣ କରନ୍ତୁ। ଏହାରି ବଦଳରେ ଅଧିକ ସଂଖ୍ୟକ ବ୍ରାହ୍ମଣ କେବଳ ଭ୍ରାନ୍ତ ଜନ୍ମକର୍ମ ଲାଳନ କରିବାରେ ବ୍ୟସ୍ତ। ସ୍ୱଦେଶୀ ଅଥବା ବିଦେଶୀ ଯେକୌଣସି ପଣ୍ଡିତ ଏହି ମିଥ୍ୟା ଗର୍ବ ଓ ଜନ୍ମଗତ ଆଳସ୍ୟକୁ ବିରକ୍ତିକର କୁତର୍କ ଦ୍ୱାରା ଲାଳନ କରନ୍ତି, ସେ ନିଶ୍ଚୟ ଏମାନଙ୍କର ସର୍ବାପେକ୍ଷା ପ୍ରିୟ ହୋଇ ଛିଡ଼ା ହୁଅନ୍ତି। ବ୍ରାହ୍ମଣମାନେ ସାବଧାନ, ଏହା ହିଁ ମୃତ୍ୟୁର ଚିହ୍ନ। ତୁମମାନଙ୍କର ଚାରିପାଖର ଅବ୍ରାହ୍ମଣମାନଙ୍କୁ ବ୍ରାହ୍ମଣତ୍ୱରେ ଉନ୍ନୀତ କରି ତୁମମାନଙ୍କର ମନୁଷ୍ୟତ୍ୱ ବ୍ରାହ୍ମଣତ୍ୱ ପ୍ରମାଣ କର। ତେବେ ପ୍ରଭୁ ଭାବରେ ନୁହେଁ, କୁସଂସ୍କାରାଚ୍ଛନ୍ନ ଦୂଷିତ ଗଳିତ ଅହଙ୍କାର ଦ୍ୱାରା ନୁହେଁ, ପ୍ରାଚ୍ୟ ପାଶ୍ଚାତ୍ୟର ଉଦ୍ଭଟ ସମ୍ମିଶ୍ରଣ ଦ୍ୱାରା ମଧ୍ୟ ନୁହେଁ, କେବଳ ସେବା ଭାବ ଦ୍ୱାରା। ଯିଏ ଭଲ ଭାବରେ ସେବା କରି ଜାଣେ, ସେ ହିଁ କେବଳ ଭଲ ଭାବରେ ଶାସନ କରିପାରେ। ଅବ୍ରାହ୍ମଣମାନେ ମଧ୍ୟ ବିଭିନ୍ନ ବର୍ଣ୍ଣ ମଧ୍ୟରେ ଘୃଣା ସୃଷ୍ଟି କରିବାରେ ସାହାଯ୍ୟ କରୁଛନ୍ତି। ମୂଳ ସମସ୍ୟା ସମାଧାନ ପକ୍ଷରେ ଏହି ଧରଣର କାର୍ଯ୍ୟ ନିତାନ୍ତ ବିଘ୍ନ ସ୍ୱରୂପ। ଅହିନ୍ଦୁମାନେ ମଧ୍ୟ ଏହି ପାରସ୍ପରିକ ଘୃଣା ବିସ୍ତାରର ସହାୟତା କରୁଛନ୍ତି ମାତ୍ର। ବିଭିନ୍ନ ବର୍ଣ୍ଣ ମଧ୍ୟରେ ଏହିପରି ଅନ୍ତର୍ଦ୍ୱନ୍ଦ୍ୱ ଦ୍ୱାରା କୌଣସି ସମସ୍ୟାର ସମାଧାନ ହେବ ନାହିଁ। ଯଦି ଏହି ବିରୋଧ ନିଆଁ ଥରେ ପ୍ରବଳ ଭାବରେ ଜଳି ଉଠେ, ତାହେଲେ ସର୍ବପ୍ରକାର କଲ୍ୟାଣମୂଳକ ପ୍ରଗତି ହିଁ କେତେ ଶତାବ୍ଦୀ ପାଇଁ ପଛେଇଯିବ। ଏହା ବୌଦ୍ଧମାନଙ୍କର ରାଜନୈତିକ ବିଭ୍ରାନ୍ତିର ପୁନରାବର୍ତ୍ତନ ହୋଇ ଦେଖାଦେବ। ଏହି ଘୃଣା ଓ ଅଜ୍ଞତା ପ୍ରସୂତ କୋଳାହଳ ମଧ୍ୟରେ ପଣ୍ଡିତ ସବରୀରୟନ୍ ଗୋଟିଏ ମାତ୍ର ଯୁକ୍ତି ଓ ବୁଦ୍ଧିର ପନ୍ଥା ଅନୁସରଣ କରୁଛନ୍ତି। ମୂର୍ଖଚିତ ନିରର୍ଥକ କୋଳାହଳରେ ମହାମୂଲ୍ୟ ପ୍ରାଣଶକ୍ତି ନଷ୍ଟ ନ କରି ସେ ସିଦ୍ଧାନ୍ତ ଦୀପିକାରେ ଆର୍ଯ୍ୟ ତାମିଲମାନଙ୍କର ସମ୍ମିଶ୍ରଣ ନାମକ ପ୍ରବନ୍ଧରେ ଅତି ସାହସିକ ପାଶ୍ଚାତ୍ୟ ଭାଷାବିଦ୍ଗଣଙ୍କର ସୃଷ୍ଟ ମତବାଦର କୁହୁଡ଼ିକୁ କେବଳ ଭେଦ କରିନାହାନ୍ତି, ଅଧିକନ୍ତୁ ଦାକ୍ଷିଣାତ୍ୟର ଜାତି ସମସ୍ୟା ସମାଧାନରେ ସହାୟତା କରିଛନ୍ତି। ଭିକ୍ଷା ଦ୍ୱାରା କେହି କଦାପି କିଛି ପାଆନ୍ତି ନାହିଁ। ଆମେମାନେ ଯାହା ପାଇବାର ଯୋଗ୍ୟ ତାହା ହିଁ କେବଳ ଲାଭ କରିଥାଉ। ଯୋଗ୍ୟତାର ପ୍ରଥମ ସୋପାନ ପାଇବାର ଇଚ୍ଛା। ଆମେମାନେ ନିଜ ପାଇଁ ଯାହା ପାଇବା ଯୋଗ୍ୟ ବୋଲି ମନେ କରୁ, ତାହା ହିଁ ଲାଭ କରିଥାଉ। ବିଶେଷତଃ ଦାକ୍ଷିଣାତ୍ୟବାସୀମାନଙ୍କ ପାଇଁ ତଥାକଥିତ ଆର୍ଯ୍ୟ ମତବାଦର ଜାଲ ଏବଂ ଏହାର ଆନୁଷଙ୍ଗିକ ଦୋଷଗୁଡ଼ିକ ଶାନ୍ତ ଅଥଚ ଦୃଢ଼ ସମାଲୋଚନା ଦ୍ୱାରା ପରିଶୋଧ କରିନେବା ପ୍ରୟୋଜନ। ସେଥିସଙ୍ଗେ ପ୍ରୟୋଜନ ଆର୍ଯ୍ୟ ଜାତିର ପୂର୍ବବର୍ତ୍ତୀ ମହାନ ତାମିଲ ସଭ୍ୟତା ସମ୍ବନ୍ଧରେ ଜ୍ଞାନ ଲାଭ, ଯଥାର୍ଥ ଗୌରବବୋଧ। ନାନା ପାଶ୍ଚାତ୍ୟ ମତବାଦ ସତ୍ତ୍ୱେ ଆମମାନଙ୍କର ଶାସ୍ତ୍ର ସମୂହରେ ଆର୍ଯ୍ୟ ଶବ୍ଦଟି ଯେଉଁ ଅର୍ଥରେ ଦେଖିବାକୁ ପାଉ,
ଯାହାଦ୍ୱାରା ଏହି ବିପୁଳ ଜନସଂଘକୁ ହିନ୍ଦୁ ନାମରେ ଅଭିହିତ କରାହୁଏ, ସେହି ଅର୍ଥଟି ଆମେମାନେ ଗ୍ରହଣ କରୁଅଛୁ। ଏ କଥାଟି ସବୁ ହିନ୍ଦୁ ସମ୍ବନ୍ଧରେ ହିଁ ପ୍ରଯୋଜ୍ୟ ଯେ ଏହି ଆର୍ଯ୍ୟଜାତି ସଂସ୍କୃତ ତାମିଲ ଏହି ଦୁଇ ଭାଷାଭାଷୀର ସମ୍ମିଶ୍ରଣରେ ଗଠିତ। କେତେ ସ୍ମୃତିରେ ଶୂଦ୍ରମାନଙ୍କୁ ଏହି ଅଭିଧାରୁ ବାଦ୍ ଦିଆହୋଇଛି। ତାହାଦ୍ୱାରା ଏହି କଥା ହିଁ ବୁଝାଯାଏ ଯେ ଏହି ଶୂଦ୍ରମାନେ ବର୍ତ୍ତମାନ ମଧ୍ୟ ନବାଗତ ଶିକ୍ଷାର୍ଥୀ ମାତ୍ର। ଭବିଷ୍ୟତରେ ଏମାନେ ମଧ୍ୟ ଆର୍ଯ୍ୟଜାତିରେ ପରିଣତ ହେବେ। ଯଦିଓ ଆମେମାନେ ଜାଣୁ ଯେ ପଣ୍ଡିତ ସବରୀରୟନ କିଛି ଅନିଶ୍ଚୟତା ପଥରେ ବିଚରଣ କରୁଛନ୍ତି, ଯଦିଓ ବୈଦିକ ନାମ ଓ ଜାତି ସମୂହ ସମ୍ବନ୍ଧରେ ତାଙ୍କର କ୍ଷିପ୍ର ମନ୍ତବ୍ୟ ସଙ୍ଗେ ଆମେମାନେ ଏକମତ ନୋହୁଁ, ତଥାପି ଆମେମାନେ ଏ କଥା ଜାଣି ଆନନ୍ଦିତ ଯେ ସେ ଭାରତୀୟ ସଭ୍ୟତାର ମହାନ ଉତ୍ସ ସଂସ୍କୃତିର ସଂସ୍କୃତ ଭାଷୀ ଜାତିକୁ ଯଦି ସଭ୍ୟତାର ଜନକ କୁହାଯାଏ, ପୂର୍ଣ୍ଣ ପରିଚୟ ଲାଭ ପଥରେ ଅଗ୍ରସର ହୋଇଛନ୍ତି। ଯିଏ ଯେ ପ୍ରାଚୀନ ତାମିଲମାନଙ୍କ ସଙ୍ଗେ ଆକ୍କା ବା ସୁମେରୀୟମାନଙ୍କର ଜାତିଗତ ଐକ୍ୟ ସମ୍ବନ୍ଧୀୟ ମତବାଦ ଉପରେ ଜୋର ଦେଇଛନ୍ତି, ଏଥିରେ ମଧ୍ୟ ଆମେମାନେ ଆନନ୍ଦିତ। ଏହା ଫଳରେ ଅନ୍ୟ ସମୁଦାୟ ସଭ୍ୟତାର ପୂର୍ବରୁ ଯେଉଁ ସଭ୍ୟତାଟି ବିକଶିତ ହୋଇ ଉଠିଥିଲା, ଯାହା ସହିତ ତୁଳନାରେ ଆର୍ଯ୍ୟ ଓ ସେମିଟିକ୍ ସଭ୍ୟତାଦ୍ୱୟ ଶିଶୁମାତ୍ର, ସେହି ସଭ୍ୟତା ସହିତ ଆମମାନଙ୍କର ରକ୍ତ ସମ୍ବନ୍ଧର କଥା ଭାବି ଆମେମାନେ ଗୌରବବୋଧ କରୁଅଛୁ। ଆମେମାନେ ମନେକରୁ ମିଶରବାସୀମାନଙ୍କର ପଣ୍ଠ ହିଁ ମାଲାବାର ଦେଶ ନୁହେଁ, ବରଂ ସମଗ୍ର ମିଶରୀୟଗଣ ମାଲବାର ତୀରଠାରୁ ସମୁଦ୍ର ପାର ହୋଇ ନୀଳ ନଦୀ ତୀର ଧରି ଉତ୍ତରରୁ ଦକ୍ଷିଣ ଦିଗରେ ବଦ୍ୱୀପ ଅଞ୍ଚଳରେ ପ୍ରବେଶ କରିଥିଲେ। ଏହି ପଣ୍ଠକୁ ସେମାନେ ପବିତ୍ର ଭୂମି ରୂପେ ସାଗ୍ରହରେ ସ୍ମରଣ କରୁଥିଲେ। ଏହି ପ୍ରଚେଷ୍ଟାଟି ଠିକ୍ ବାଟରେ ଚାଲିଅଛି। ସଂସ୍କୃତ ସାହିତ୍ୟ, ଦର୍ଶନ ଓ ଧର୍ମଶାସ୍ତ୍ର ସମୂହ ମଧ୍ୟରେ ତାମିଲ ଭାଷା ଓ ଉପାଦାନ ଯେତେ ବେଶୀ ଆବିଷ୍କୃତ ହେବ, ସେତେ ବେଶୀ ବିଶଦ ଓ ନିଖୁଣ ଆଲୋଚନା ଦେଖାଦେବ। ତାମିଲ ଭାଷାର ବୈଶିଷ୍ଟ୍ୟ ଯେଉଁମାନେ ମାତୃଭାଷା ଭଳି ଆୟତ୍ତ କରିଛନ୍ତି, ସେମାନଙ୍କ ଅପେକ୍ଷା ଏହି କାର୍ଯ୍ୟରେ ଯୋଗ୍ୟ ଆଉ କେହି ମିଳିବେ କି? ଆମେମାନେ ବେଦାନ୍ତବାଦୀ ସନ୍ନ୍ୟାସୀ, ଆମେମାନେ ବେଦର ସଂସ୍କୃତ ଭାଷୀ ପୂର୍ବପୁରୁଷମାନଙ୍କ ପାଇଁ ଗର୍ବ ଅନୁଭବ କରୁ। ଏପର୍ଯ୍ୟନ୍ତ ପରିଚିତ ସର୍ବପ୍ରାଚୀନ ସଭ୍ୟ ଜାତି ତାମିଲ ଭାଷୀମାନଙ୍କ ପାଇଁ ଆମେମାନେ ଗର୍ବିତ। ଏହି ଦୁଇ ସଭ୍ୟତାର ପୂର୍ବବର୍ତ୍ତୀ ଅରଣ୍ୟଚାରୀ ମୃଗୟାଜୀବୀ କଲ୍ଲ ପୂର୍ବପୁରୁଷମାନଙ୍କ ପାଇଁ ଆମେମାନେ ଗର୍ବିତ। ମାନବ ଜାତିର ଯେଉଁ ଆଦିପୁରୁଷମାନେ ପ୍ରସ୍ତର ନିର୍ମିତ ଅସ୍ତ୍ରଶସ୍ତ୍ର ନେଇ ଘୁରି ବୁଲୁଥିଲେ, ସେମାନଙ୍କ ପାଇଁ ଆମେମାନେ ଗର୍ବିତ। ଆଉ ଯଦି ବିବର୍ତ୍ତନବାଦ ସତ୍ୟ ହୁଏ, ତେବେ ଆମମାନଙ୍କର ସେହି ଜନ୍ତୁରୂପୀ ପୂର୍ବପୁରୁଷମାନଙ୍କ ପାଇଁ ମଧ୍ୟ ଆମେମାନେ ଗର୍ବିତ, କାରଣ ସେମାନେ ମାନବ ଜାତିର ମଧ୍ୟ ପୂର୍ବବର୍ତ୍ତୀ। ଜଡ଼ ଅଥବା ଚେତନ, ଏହି ସମଗ୍ର ବିଶ୍ୱଜଗତର ଉତ୍ତର ପୁରୁଷ ବୋଲି ଆମେମାନେ ଗର୍ବିତ। ଆମେମାନେ ଜନ୍ମଗ୍ରହଣ କରୁ, କାର୍ଯ୍ୟ କରୁ, ଯନ୍ତ୍ରଣା ପାଉ, ଏଥିପାଇଁ ଆମେମାନେ ଗର୍ବବୋଧ କରୁ। ପୁଣି କର୍ମ ଅବସାନରେ ଆମେମାନେ ମୃତ୍ୟୁ ମଧ୍ୟ ଦେଇ ମାୟାତୀତ ଜଗତରେ ପ୍ରବେଶ କରୁ, ଏଥିପାଇଁ ଆହୁରି ବେଶୀ ଗର୍ବ ଅନୁଭବ କରୁ। ଓଁ ଶାନ୍ତି ଶାନ୍ତି ଶାନ୍ତି। ହରି ଓଁ ତତ୍ସତ୍।